ଚାଲନ୍ତୁ ଆଜିର କୁଇଜ୍ ଆରମ୍ଭ କରିବା। ଆଜିର ପ୍ରଥମ ପ୍ରଶ୍ନ, ତରଣୀ ସେନର ମାତା କିଏ? ଉତ୍ତର ସରମା। ତାପର ପ୍ରଶ୍ନ, ରାମଙ୍କୁ ପରମ ବ୍ରହ୍ମ ବିଷ୍ଣୁ ଜାଣି ମଧ୍ୟ ତରଣୀ ସେନ ଯୁଦ୍ଧକୁ ଯିବା ପାଇଁ କାହିଁକି ନିଷ୍ପତ୍ତି ନେଲେ? ଉତ୍ତର ରାଜାଙ୍କର ଆଜ୍ଞା ପାଳନ ନ କଲେ ଧର୍ମହାନି ଘଟେ ଏବଂ ରାବଣ ତାର ପିତା ତୁଲ୍ୟ। ପିତାଦେଶ ପାଳନ କରିବା ପୁତ୍ରର ଧର୍ମ। କ୍ଷତ୍ରିୟ ବିଦ୍ୟା ଜାଣି ଯୁଦ୍ଧକୁ ନ ଯିବା ଭୀରୁତା ହେବ। ତାପର ପ୍ରଶ୍ନ, ତରଣୀ ସେନକୁ ଭଗବାନ ରାମ ମାରିବେ ନାହିଁ ଏକଥା ତା ମନରେ କାହିଁକି ସୃଷ୍ଟି ହୋଇଥିଲା? ଉତ୍ତର ଯେହେତୁ ପିତା ପରମ ଦୟାଳୁ ପରଶୁରାମଙ୍କର ଦାସ ଏବଂ ସେ ଦାସପୁତ୍ର। ତାପର ପ୍ରଶ୍ନ, ତରଣୀ ସେନ ସହିତ ଅନ୍ୟ କେଉଁ ରାକ୍ଷସ ଯୁଦ୍ଧକୁ ଯାଇଥିଲା? ଉତ୍ତର ଭସ୍ମଲୋଚନ। ତାପର ପ୍ରଶ୍ନ, ତରଣୀ ସେନ ଯେଉଁ ରଥ ନେଇ ଯୁଦ୍ଧକୁ ବାହାରିଲା ସେଥିରେ କ'ଣ ଲେଖା ଥିଲା? ଉତ୍ତର ରାମ ନାମ। ତାପର ପ୍ରଶ୍ନ, ତରଣୀ ସେନର ରଥ ଓ ଦେହରେ ରାମ ନାମ ଦେଖି ବୀର କପିମାନେ କ'ଣ ଭାବୁଥିଲେ? ଉତ୍ତର ଏହା ରାକ୍ଷସର ମାୟା ବୋଲି। ତାପର ପ୍ରଶ୍ନ, ତରଣୀ ସେନ ଯୁଦ୍ଧକ୍ଷେତ୍ରରେ ରାମଙ୍କୁ କ'ଣ ମାଗିଥିଲେ? ଉତ୍ତର ତାର ଶିର କମଳ କାଟିବା ପାଇଁ। ତାପର ପ୍ରଶ୍ନ, ପ୍ରଥମେ ଶ୍ରୀରାମ ତରଣୀ ସେନର ମୁଣ୍ଡକୁ କାହିଁ କାଟିଲେ ନାହିଁ ଅଧିକନ୍ତୁ ଅସ୍ତ୍ର ତ୍ୟାଗ କଲେ? ଉତ୍ତର ଯେହେତୁ ତରଣୀ ତାଙ୍କର ଅନ୍ୟତମ ଶ୍ରେଷ୍ଠ ଭକ୍ତ ଥିଲେ। ତାପର ପ୍ରଶ୍ନ, ରାମ ଓ ତରଣୀ ସେନଙ୍କ ମଧ୍ୟରେ ଯୁଦ୍ଧ ହେଉଥିଲା ବେଳେ ବିଭୀଷଣ ରାମଙ୍କୁ କି ପରାମର୍ଶ ଦେଲେ? ଉତ୍ତର ତରଣୀକୁ ବଧ କରିବା ପାଇଁ। ତାପର ପ୍ରଶ୍ନ, ରାମଙ୍କ ଦ୍ୱାରା ପ୍ରେରିତ ଶର ତରଣୀ ଅଙ୍ଗରେ ଭେଦନ କରି ତାଙ୍କ ନିଜ ଦେହରେ କାହିଁକି ଭେଦ କରୁଥିଲା? ଉତ୍ତର ଯେହେତୁ ତରଣୀ ସେନ ଭକ୍ତ ଥିଲା। ତାପର ପ୍ରଶ୍ନ, ଯୁଦ୍ଧ କ୍ଷେତ୍ରରେ ରାମଙ୍କର ଅବସ୍ଥା କ'ଣ ଥିଲା? ଉତ୍ତର ନିଜ ବାଣରେ ଆଘାତ ପ୍ରାପ୍ତ ହୋଇ ଭୂପତିତ ହେଲେ। ବନ୍ଧୁମାନେ, ଯଦି ଆପଣଙ୍କୁ ଆଜିର ଏ କୁଇଜ୍ ଭିଡ଼ିଓ ଭଲ ଲାଗିଛି ତେବେ ନିଶ୍ଚୟ ସେୟାର କରନ୍ତୁ ଓ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।